ଆଜିର ବଡ଼ ଖବର ବିଜେଡି ହାଉସ୍ ଭିତର ନଜର। ବ୍ରେକିଂ ନ୍ୟୁଜ୍। ମୁଁ ପୁଟିଆ ଆପଣମାନଙ୍କୁ ନମସ୍କାର। ଏମିତି ନ୍ୟୁଜ୍ ଚ୍ୟାନେଲ ତରଫରୁ ଏବେ ଚାଲନ୍ତୁ ଯିବା ବିଜେଡି ହାଉସ୍ ଭିତରକୁ। କ'ଣ କାର୍ଯ୍ୟକଳାପ ଚାଲିଛି ତାର ଟିକେ ତଦାରଖ କରିବା, ଟିକେ ଖବର ନେବା, ଗ୍ରାମ ଦର୍ଶକମାନଙ୍କୁ ଦେଖାଇବା। ଯିବା ପୂର୍ବରୁ ବିଜେଡିର କିଛି ନେତା କର୍ମୀ ବାହାରେ ବସିଛନ୍ତି। ପ୍ରଥମେ ତାଙ୍କ ସହିତ ଟିକେ କଥା ହେବା। ଚାଲନ୍ତୁ। ଆରେ ଭାଇମାନେ ସେପଟକୁ ଟିକେ ନେଲ। କିଏ ଗୋଟେ ଚିରକୁଟ ଆସିଲାଣି। ଆଉ କ'ଣ ଆମର ବିଜେଡି ଘର ଭିତରକୁ ଯିବ ନା କ'ଣ? सत्य तो ये तो मीडिया वाला है। अरे चिरकुट कहीं के आसी हम बीजेडी भवन को है। ତମେ ମାନେ ସମସ୍ତେ ମୁଁ ଦେଖୁଛି ଚିରକୁଟାକୁ। କ'ଣ ବିନା ପରମିଶନରେ ଆମ ବିଜେଡି ହାଉସ୍କୁ ଯିବାର ଲାଗୁଛି? ତାର ତ ବଡ଼ ସାହସ। ଓଏ ଚିରକୁଟ, କିଏ ବି ତୁ? ଆମ ବିଜେଡି ହାଉସ୍ ଭିତରକୁ ବିନା ପରମିଶନ କ'ଣ ମାଡ଼ି ଯାଉଛୁ? କ'ଣ ବହୁତ ବଡ଼ ସାହସ ତ ହେଲାଣି। ଆମେ ଥାଉ ତୁ କ'ଣ ଭିତରକୁ ଯିବାକୁ ଲାଗିଲୁଣି? ସେଠୁ କ'ଣ ହେଲା? ମୁଁ ଜଣଉଛି ମିଡ଼ିଆ ପର୍ସନ। ମୋର ଅଧିକାର ଅଛି, ମୁଁ ଭିତରକୁ ଯାଇବି। କ'ଣ ହେଉଛି ମୁଁ ଦେଖିପାରିବି। ତମେ ମାନେ କ'ଣ ଜନତାକୁ ଚୂନ ଲଗେଇଲ ବୋଲି ମିଡ଼ିଆକୁ ବନ୍ଦ କରି ରଖିବ ନା କ'ଣ? ମିଡ଼ିଆକୁ ସେମିତି କରିପାରିବନି। ଆରେ ଭାଇ ମାନେ ଶୁଣିଲ ତ, ଏ ଚୁଚୁନ୍ଦ୍ର ଆମକୁ ନେଇ ଧମକେଇଲାଣି ମ। ନାଇଁ ମନନି, ଗଲୁ ଟିକେ ଦେଖିବା ଭିତରକୁ କେମିତି ଯାଉଛୁ। ନାଇଁ ମୋ ଆମ ଓଡ଼ିଶାରେ ଏମିତି ହୁଏନି ମୋ। ତମ ମିଡ଼ିଆ ବାଲାର କେତେ ବୁଦ୍ଧି ବଳ, ଟିକେ ଯାଇକି ଦେଖିଲ। ମୁଁ କାହିଁକି ଯାଇପାରିବିନି? କ'ଣ ପାଇଁ ଯାଇପାରିବିନି? ତମେ ମାନେ କ'ଣ ଗୁଣ୍ଡାଗର୍ଦି ଚଲେଇଛ? ସତ କହୁଥିଲେ ଲୋକେ, ତମେ ମାନେ ଗୁଣ୍ଡା। ଏବେ ଗୁଣ୍ଡାରା ଚଲେଇଛ। ବିଜେଡି ଦଳ ପାଗଳ ହେଇଗଲାଣି। ଗୁଣ୍ଡାରା ଚଲେଇଛନ୍ତି। କ'ଣ ପାଇପାରିବି? ଅଲବତ ଯିବି। ନାଇଁ ମୋ, ଆମ ଓଡ଼ିଶାରେ ଏମିତି ହୁଏନି ମୋ। କିରେ କାଲୁ, ଟିକେ ଦେଖେଇଦେଲୁ ଆମ ବିଜେଡିର କରାମତି। ଭାଇନା, ନିହାତି ଦେଖାଇବାକୁ ପଡ଼ିବ ନା, ନହେଲେ ଏମାନେ ଆମକୁ ବଡ଼ ବଡ଼ ଆଖି ଦେଖାଇବେ, ଆଖି। ଆରେ ଭାଇମାନେ ମତେ ଛାଡ଼ି ଦିଅ। ମୁଁ ଆସିବିନି ଏଠିକି, କେବେ ଆସିବିନି। ଛାଡ଼ିଦିଅ ଭାଇମାନେ। ମୋର ପ୍ରିୟ ଓଡ଼ିଆବାସୀ, ଆପଣମାନେ ଦେଖନ୍ତୁ, ଏ ବିଜେଡି ଦଳ ପୁରା ହୋଇଗଲାନି ପାଗଳ ହିଁ ପାଗଳ। ବିନାଶ କାଳେ ବିପରୀତ ବୁଦ୍ଧି। ବର୍ତ୍ତମାନ ଏବେ ବିଜେଡି ଦଳ ଏମିତି ପାଗଳ ହୋଇଯାଇଛନ୍ତି କି ମିଡ଼ିଆ ବାଲାକୁ ଛାଡ଼ୁନାହାନ୍ତି। ତାଙ୍କର ଭଣ୍ଡାଫୋଡ଼ ହେଇଯିବ, ତାଙ୍କର ଭ୍ରଷ୍ଟାଚାରର ଖୁଲାସା ହେଇଯିବ। ସେଥିପାଇଁ ମିଡ଼ିଆ ବାଲାକୁ ବି ଛାଡ଼ୁନାହାନ୍ତି। ତାଙ୍କୁ ମାରି ତାଙ୍କୁ ଏ ଭ୍ରଷ୍ଟାଚାର ସରକାର ତାର ପାପକୁ ଘୋଡ଼ାଇବା ପାଇଁ କିଛି ବି କରିପାରେ, କେତେ ତଳକୁ ଯାଇପାରେ, ଆପଣମାନେ ଦେଖିପାରୁଥିବେ। ତେଣୁ ମୋର ଓଡ଼ିଶାବାସୀଙ୍କୁ ଏତିକି ଅନୁରୋଧ, ଆପଣମାନେ ହେଉଛନ୍ତି ବୁଦ୍ଧିଜୀବୀ ଲୋକ, ବୁଦ୍ଧିମାନ ଲୋକ। ଏବେ ବୁଝି ସୁଝି ନିଜ ସରକାର ବାଛନ୍ତୁ। ମୋର